ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, ସ୍କ୍ରିନ୍ରେ ଥିବା ସ୍ତ୍ରୀ ଲୋକକୁ ଆପଣ ନିହାତି ଦେଖିଥିବେ, କୌଣସି ନା କୌଣସି ଭିଡ଼ିଓରେ ଆପଣ ଦେଖିଥିବେ ନିଶ୍ଚିନ୍ତ ଭାବରେ। ମୁଁ ମଧ୍ୟ ଚୁପ୍ ଥିଲି, କିଛି ମୁଁ କହୁନଥିଲି, କିନ୍ତୁ ପରେ ମୁଁ ଭାବିଲି ଇଏ ଯେତେବେଳେ ବେଶୀ ହେଇଗଲାଣି ୟାକୁ ପାନେ ଦେଇଦେବାଟା ବହୁତ ଭଲ ହେବ। ଆଉ ମୁଁ କହି ରଖୁଅଛି, ଆଉ ଏଇ ହାଣ୍ଡିଆବାଲିକୁ ମୁଁ କହି ରଖୁଅଛି ଯେ ଆଜିଠାରୁ ମୁଁ ତ ତତେ ଜମା ଛାଡ଼ିବି ନାହିଁ। ତୁ ଯେତେ ଖ୍ରୀଷ୍ଟିଆନିଟି ବିରୁଦ୍ଧରେ ତୁ କଥା କହୁଥିବୁ, ଆମେ ସେତେ ତତେ ଏକ୍ସପୋଜ୍ କରିବୁ, ଏଇଟା ମନେ ରଖିଥା। ତେବେ ପ୍ରିୟ ବନ୍ଧୁଗଣ, ଆଉ ଏଇ ଯେଉଁ ସ୍ତ୍ରୀ ଲୋକକୁ ଆପଣ ଦେଖୁଛନ୍ତି, ଇଏ ହେଉଛି ଜଣେ ହାଣ୍ଡିଆବାଲି। ହାଣ୍ଡିଆ ବିକ୍ରି କରିକି ନିଜର ପରିବାରକୁ ଚଳାଏ। ଆଉ ଇଏ କ'ଣ ଭାବିଲା କି ମାନେ ଖ୍ରୀଷ୍ଟିଆନ ବିରୁଦ୍ଧରେ ଭିଡ଼ିଓ ବନେଇଲେ ବହୁତ ବଢ଼ିଆ ଭ୍ୟୁ ମିଳେ, ଆଉ ସେଥି ନିମନ୍ତେ ୟାର ଗୋଟେ ନୂଆ ପ୍ଲାନିଂ ଏଇଟା କ'ଣ ଯେ ମୁଁ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ମୁଁ ଭିଡ଼ିଓ ବନେଇବି। ସବୁ ହେଉଛି ଭ୍ୟୁର ଚକ୍ର ଆଜ୍ଞା, ଭ୍ୟୁର ଚକ୍କର। ତା ଛଡ଼ା ଅନ୍ୟ କୌଣସି କାରଣ ନାହିଁ। ଆପଣ କ'ଣ ଭାବୁଛନ୍ତି ମାନେ ଇଏ ହିନ୍ଦୁ ଧର୍ମକୁ ସପୋର୍ଟ କରୁଛି କରିକି ଭିଡ଼ିଓ ବନାଉଛି? ବିଲକୁଲ ନୁହେଁ। ସବୁକିଛି ଭ୍ୟୁ ପାଇଁ ହିଁ ସବୁକିଛି ବର୍ତ୍ତମାନ ଚାଲିଛି। ମାନେ ଏ ସ୍ତ୍ରୀ ଲୋକ ଦେଖନ୍ତୁ, ଆଉ ୟା ବିଷୟରେ ମୁଁ କହିବି, ଇଏ ପୂର୍ବରୁ କ'ଣ 2 ଥର ଇଏ ଜେଲ୍ ଯାଇଛି। ମାନେ ପୋଲିସ କ'ଣ କରିଥିଲା, ୟାର ଘର ଉପରକୁ ରେଡ଼୍ ମାରିଥିଲା, ରେଡ଼୍ କରିକି ହାଣ୍ଡିଆ ଜବତ କରିଥିଲା, ଆଉ ସେଇ ଦୋଷରେ ୟାକୁ ଜେଲ୍ ପଠାଇଥିଲା। ଆଉ ଇଏ ବର୍ତ୍ତମାନ ଆସିଛି, ଏଇ ହାଣ୍ଡିଆବାଲି, ହାଣ୍ଡିଆ ବିକୁଥିବା ଲୋକ, ଇଏ ଆସିଛି ଆମକୁ ଧର୍ମ ବିଷୟରେ ଆମକୁ ଶିଖେଇବ। ଇଏ ଆସିଛି, ଆଉ ଯଦି ଡିବେଟ୍ ହେଇଯାଏ, ଆଉ ଗୋଟେ ଡିବେଟ୍ରେ ୟାର ସବୁକିଛି ଫୁଟାଣି ବାହାରି ପଡ଼ିବ, ୟାର କେତେ ଜ୍ଞାନ। ଆଉ ଇଏ ଆସିଛି ଖ୍ରୀଷ୍ଟିଆନିଟିକୁ ଏକ୍ସପୋଜ୍ କରିବ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏକ୍ସପୋଜ୍ କରିବ। ଆଉ ମୁଁ କହି ରଖୁଛି, ମୁଁ ଡାଇରେକ୍ଟ ଏଇ ହାଣ୍ଡିଆବାଲିକୁ ମୁଁ କହୁଛି, ହଇରେ ହାଣ୍ଡିଆବାଲି, ତୋ କାମ ତ ତୁ ହାଣ୍ଡିଆ ବିକ୍ରି କରିବୁ, ତୋର ପରିବାର ଚଳେଇବୁ, ତୁ ଏଇ ଭିତରେ କେବେଠୁ ବସିଲୁଣି? ହଁ, ମୁଁ ଯେମିତି କହୁଥିଲି ସବୁକିଛି ଭ୍ୟୁର ଚକ୍ର। ଆଉ ନିଜ ଧର୍ମ ବିଷୟରେ କିଛି ଜଣା ନାହିଁ, ପୁଣି ଆସୁଛୁ ଆମକୁ ଧମକଉଛୁ। ଥରେ ସାମ୍ନାକୁ ଆସିଲୁ ଦେଖିବା, ତୋର ପଛରେ କେତେ ଦମ୍ ଅଛି ସବୁ ବାହାରି ପଡ଼ିବ। ଥରେ ସାମ୍ନାକୁ ଆସ, ଆଉ ଆମ ସହିତ ଡିବେଟ୍ କର, ତେବେ ଜଣାପଡ଼ିବ। ଆଉ ତୁ ଭାବୁଛେ ଏମିତି ଧମକେଇଲେ ଆମେ ଡରିଯିବୁ? ଆରେ ବାପରେ, ଆମେ ତ ପୁରା ଡରିଗଲୁଣି। ତୁ ଭାବୁଥିଲୁ ଆମେ ଡରିଯିବୁ? ମାନେ ଏମିତି ଆସିକି ଧମକ ଦେଲେ ଆମେ ଡରିଯିବୁ? ଆମ ଖ୍ରୀଷ୍ଟିଆନମାନଙ୍କୁ ଡରଉଛୁ ଆସିକି, ମାନେ ଭିଡ଼ିଓ ତିଆରି କରିକି। ଦମ୍ ଥିଲେ ଥରେ ସାମ୍ନା କର। ଖାଲି ସୋସିଆଲ ମିଡ଼ିଆରେ ଫୁଟାଣି ମାରିଲେ କିଛି ଲାଭ ହେବନି। ତେବେ ପ୍ରିୟ ବନ୍ଧୁଗଣ, ଇଏ ଭାବୁଥିବ ତା ଭିଡ଼ିଓ ଦେଖି ଦର୍ଶକମାନେ ପୁରା ପ୍ରଶଂସା କରୁଥିବେ। ଆଉ ମୋର ଭାବିବା ଠାରୁ ଦର୍ଶକମାନେ ୟାକୁ ଏତେ ପ୍ରଶଂସା କରୁଛନ୍ତି, ବାପରେ। ଚାଲନ୍ତୁ ଦେଖିବା ଯେ ପ୍ରିୟ ବନ୍ଧୁଗଣ, ଦର୍ଶକମାନେ ୟାକୁ କେମିତି ପ୍ରଶଂସା କରୁଛନ୍ତି। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଦେଖନ୍ତୁ ଏଇ ହାଣ୍ଡିଆବାଲି, ଆଉ ତାକୁ କେମିତି ଲୋକମାନେ ଏତେ ପ୍ରଶଂସା କରୁଛନ୍ତି ଟିକେ ଦେଖନ୍ତୁ। ଜଣେ ଭାଇ କମେଣ୍ଟ କରିଛନ୍ତି, ଏମିତି ନାରୀ ସମାଜ ପାଇଁ କଳଙ୍କ। ପ୍ରକୃତରେ ପ୍ରିୟ ବନ୍ଧୁଗଣ, ସତ କଥା, ଏମିତି ନାରୀ ସମାଜ ପାଇଁ କଳଙ୍କ ଅଟେ। ସର୍ବଶକ୍ତିମାନ ପରମେଶ୍ୱର ତାକୁ କ୍ଷମା କରନ୍ତୁ, ଆଉ ପରମେଶ୍ୱର ତ ଅଛନ୍ତି କ୍ଷମା କରିବେ। କିନ୍ତୁ ଆମେମାନେ ଦେଖିବା ଲୋକମାନଙ୍କର ରିଆକ୍ସନ୍ କ'ଣ। ମାନେ ଏ ହାଣ୍ଡିଆବାଲି ଭାବୁଥିବ ଯେ ମୋର ଭିଡ଼ିଓ ଦେଖିକି ଲୋକମାନେ ମୋତେ ଭାରି ପ୍ରଶଂସା କରୁଛନ୍ତି। ତେବେ କେମିତି ପ୍ରଶଂସା କରୁଛନ୍ତି କମେଣ୍ଟ ଦ୍ୱାରା ଆପଣ ଜାଣିପାରୁଥିବେ। ନିଶ୍ଚୟ ଜେଲ୍ ପଠାଇଲେ ଭଲ ହେବ, କୌଣସି ଧର୍ମକୁ ଆଘାତ ହେଲା ପରି ମନ୍ତବ୍ୟ ଦେବା କଥା ନୁହେଁ। ହଁ ପ୍ରିୟ ବନ୍ଧୁଗଣ,
ୟାକୁ ଜେଲ୍ ହେବା ନିହାତି ଦରକାର। ଆଉ ପ୍ରିୟ ବନ୍ଧୁଗଣ, କମେଣ୍ଟକୁ ଆଗକୁ ନେବା ପୂର୍ବରୁ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ଯଦି ଆପଣଙ୍କ ପାଖରେ କୌଣସି ଛୋଟ ପିଲା ଆସନ୍ତି ଦୟାକରି ସେମାନଙ୍କୁ ସାଇଡ଼୍ କରିଦିଅନ୍ତୁ। ଆପଣ ପର୍ସନାଲି এই ଭିଡ଼ିଓ ଆପଣ ଦେଖନ୍ତୁ। এটা ମୋର ବିଶେଷ ଅନୁରୋଧ। ଛି ଛି, ଏ କ'ଣ ତପି ମିଶ୍ରର ସ୍ତ୍ରୀ ନା କିଏ? ହଁ ପ୍ରିୟ ବନ୍ଧୁଗଣ, ହେଇଥିବ। ତପି ମିଶ୍ରର ରକ୍ତ ୟାର ଶିରା ପ୍ରଶିରାରେ ବହୁଛି, ସେଥିପାଇଁ ଇଏ ଲଗାତାର ଏମିତି ଭିଡ଼ିଓ କରିଚାଲିଛି ଖ୍ରୀଷ୍ଟିଆନିଟି ବିରୁଦ୍ଧରେ, ଯୀଶୁଙ୍କ ବିରୁଦ୍ଧରେ। ହେଇଥିବ ତପି ମିଶ୍ରର ସ୍ତ୍ରୀ। ଆଉ ଗୋଟେ ରିପ୍ଲେ ଅଛି, ଆଉ ଦେଖିବା ଆଉ କ'ଣ ଅଛି। ତାପରେ ଆଉ ଜଣେ କମେଣ୍ଟ କରିଛନ୍ତି, କାହାରି ଧର୍ମକୁ ଆଘାତ ଦେଲା ପରି କଥା କହିବା ଠିକ୍ ନୁହେଁ। ଏ ରଙ୍ଗ କପାଳ ଦିଦି ବଦଳି ଯା, ଭଲ ହବ। ହଁ, ବଦଳିଗଲେ ତ ଭଲ ହବ। ୟାକୁ ଜଲ୍ଦି ଜେଲ୍ ଯିବାର ବନ୍ଦୋବସ୍ତ କରନ୍ତୁ। ଆଉ ଗୋଟେ କମେଣ୍ଟ ଅଛି, ତପିର ଗାର୍ଲଫ୍ରେଣ୍ଡ ଆଉ ଅଶୋକର ଭାଉଜ। କ'ଣ ଭାଇ ଏ ସ୍ତ୍ରୀ ଲୋକଟି ବୁଝିବାକୁ ଚାହୁଁନି, ନା ବୁଝାମଣା ଶକ୍ତି ନାହିଁ ଜଣାପଡ଼ୁନି। ଆହୁରି ଦେଖିବା, ଏ ସ୍ତ୍ରୀ ପାଗଳ ହେଲା ସତରେ। ମାନେ ୟାର ଆଉ ମୁଣ୍ଡ ମାଇଣ୍ଡ କିଛି କାମ କରୁନି। ଆଉ ଆପଣ ଦେଖିପାରୁଥିବେ ଦିଦି ପାଗଳ ହେଇଗଲେ। ଠିକ୍ କଥା। ଏ ଲେଡ଼ି ପାଗଳ ହେଇଗଲାଣି। ପ୍ରଭୁ ଏ ଲେଡ଼ିକୁ ଆଶୀର୍ବାଦ କରନ୍ତୁ, ପାଗଳ ହେଇଗଲାଣି। ତାପରେ ଆଉ ଅଛି, ଏ ଦିଦିକୁ ସୁରକ୍ଷିତ ଜାଗାକୁ ନେଇ ଯାଆନ୍ତୁ, ମେଣ୍ଟାଲ ହେଇଗଲେ, ନହେଲେ ବ୍ରେନ୍ ଫେଲ୍ ହେଲେ ବିପଦରେ ପଡ଼ିଯିବେ। ଦେଖୁଛନ୍ତି ପ୍ରିୟ ବନ୍ଧୁଗଣ, এই ହାଣ୍ଡିଆବାଲିର ଭିଡ଼ିଓ ଦେଖିକି ଲୋକମାନେ କେମିତି ୟାକୁ ପ୍ରଶଂସା କରୁଛନ୍ତି, ଆଉ ବହୁତ ବଢ଼ିଆ ପ୍ରଶଂସା ବି କରିଛନ୍ତି। ଆହୁରି ବି ଆପଣମାନେ ଦେଖିପାରିବେ। ଆପଣମାନେ ଦେଖନ୍ତୁ, ତତେ କ'ଣ ପାଗଳ କୁକୁର କାମୁଡ଼ିଛି? ହଁ, ପାଗଳ କୁକୁର କାମୁଡ଼ିଛି। ହାଣ୍ଡିଆ ବିକାବାଲି ମାଇକିନା ବକବକ ହେଉଛି। ଠିକ୍ କଥା ଆଜ୍ଞା, ଇଏ ହେଉଛି ହାଣ୍ଡିଆ ବିକାଳି, ମାନେ ହାଣ୍ଡିଆ ବାଲି, କିନ୍ତୁ ଏଠି ଆସିକି ଆମକୁ ଜ୍ଞାନ ଦେଉଛି ଧର୍ମ ବିଷୟରେ। ଇଏ ନାରୀ ପାଗଳ ହେଇଗଲା। ଏ ନାରୀ ବହୁତ ଅଧିକ ହେଇଗଲାଣି। ଏହାକୁ ଉଚିତ ଶିକ୍ଷା ଦିଆଯାଉ, ନିଶ୍ଚୟ ଦିଆଯିବା ଦରକାର। ଆହୁରି ଏଠି କମେଣ୍ଟ ଆପଣ ଦେଖିପାରିବେ। ଆପଣ ଦେଖିବେ এই ହାଣ୍ଡିଆବାଲିର ଭିଡ଼ିଓ ତଳେ କମେଣ୍ଟ ଯାଇକି ଦେଖନ୍ତୁ। ମୁଁ ତ ଆପଣ ଦେଖାଉଛି, ଆପଣ ନିଜେ ବି ଯାଇକି ଦେଖନ୍ତୁ, ମାନେ ଲୋକମାନେ କେମିତି ୟାକୁ ପ୍ରଶଂସା କରୁଛନ୍ତି। ହଁ ପ୍ରିୟ ବନ୍ଧୁଗଣ, এইটা ମହୁଲି ବେପାର କରି ଥରେ ଜେଲ୍ ଯାଇଥିଲା। ହଁ ଆଜ୍ଞା, ପୋଲିସ ଥରେ ରେଡ୍ ମାରିଥିଲା, ୟାର ଘରେ ରେଡ୍ ମାରିଥିଲା। ମାନେ ପୋଲିସ ଯେତେବେଳେ ଖବର ପାଇଲା ଯିଏ ହାଣ୍ଡିଆ ବେପାର କରୁଛି ବୋଲି, ପୋଲିସ ୟା ଘରକୁ ରେଡ୍ ମାରିଥିଲା। ଥରେ ନୁହେଁ, ମାନେ ଦୁଇ ଥର ରେଡ୍ ମାରିକି ୟାକୁ ଜେଲ୍ ନେଇଥିଲା। ଜଣାପଡ଼ୁଛି ଆଉ ଥରେ ଜେଲ୍ ଯିବ। ଆଉ
ସମସ୍ତେ ମଙ୍ଗଳ ପ୍ରାର୍ଥନା କରୁଛନ୍ତି ଆମର ଖ୍ରୀଷ୍ଟିଆନ ଲୋକମାନେ ଅଧିକାଂଶ। ଆଉ ସେଇ ପ୍ରକାର କାଙ୍ଗାଳ ସ୍ତ୍ରୀର ମେଣ୍ଟାଲ ଠିକ୍ ନାହିଁ, ଇଏ ବି ଠିକ୍ କଥା। ଏମିତି ପ୍ରିୟ ବନ୍ଧୁଗଣ ଆପଣ ଅନେକ କମେଣ୍ଟ ଗୁଡ଼ିକ ଆପଣ ଦେଖିପାରିବେ। ଅଳ୍ପ ବିଦ୍ୟା ଭୟଙ୍କର, ମାନେ କିଛି ନ ଜାଣିକି ବା ଟିକେ ଜାଣିକି ଆସିକି ବକ୍ ବକ୍ ହେଉଛି ସୋସିଆଲ ମିଡ଼ିଆରେ। ଏଥର ଜଣାପଡ଼ୁଛି ୟାର ଔକାତ କେତେ, ଏଥର ଜଣାପଡ଼ୁଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଇଥିରୁ ଆପଣ ଜାଣିବାକୁ ପାରୁଛନ୍ତି ଯେ এই ହାଣ୍ଡିଆ ବାଲିର କେତେ ଜ୍ଞାନ, ଆଉ ଲୋକମାନେ ଏହାକୁ କେମିତି ପ୍ରଶଂସା କରୁଛନ୍ତି ଏଇଥିରୁ ଆପଣ ଜାଣିପାରୁଥିବେ। ଆଉ ପ୍ରିୟ ବନ୍ଧୁଗଣ, ଯଦି এই ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା, ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଆଉ ଯେମିତି এই ଭିଡ଼ିଓ এই ହାଣ୍ଡିଆ ବାଲି ପାଖରେ ପହଞ୍ଚିବ ସେଥି ନିମନ୍ତେ ଆପଣମାନେ ସାହାଯ୍ୟ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ। ଧନ୍ୟବାଦ।